ନିର୍ବାଚନ କେମିତି ଲଢ଼ିବା ସେ ସେଥିପାଇଁ ଯେଉଁ ପଇସା କଲେକ୍ସନର ବାଟ ଥିଲା ମୁଁ ସେଇ ପ୍ରସଙ୍ଗରେ ତାକୁ ପଚାରିଲି। କେମିତି ପଇସା କଲେକ୍ସନ ଆପଣଙ୍କ ବେଳେ ହଉଥିଲା? ଆପଣ ପୁଣି ଅର୍ଥମନ୍ତ୍ରୀ ଥିଲେ, ଟଙ୍କା ପଇସା ନାଇଁ। କାରବାର ବେଶୀ ମୋ ଜରିଆରେ ସେମାନେ କେବେ କୌଣସି ପଇସା କଲେକ୍ସନ କରିବାର ଚେଷ୍ଟା କରିନାହାନ୍ତି, କେହି ଜଣେ ବି ତାହେଲେ କରିନାହାନ୍ତି। ପଇସା କଲେକ୍ସନ କେମିତି ହଉଥିଲା? ଧରି ଦିଆଯାଉ ଏମଓ ସାଇନ୍ ହଉଥିଲା, ଏମଓ ସାଇନ୍ରେ ଯେଉଁମାନଙ୍କର ସାଇନ୍ ହଉଥିଲା ସେ କିଛି ପଇସା ଦେବେ। ପଇସା ଦେବେ? ହଁ ଦେଲେ ତ, ମୋ ସାମ୍ନାରେ ଦେଲେ। ମୁଁ ସେଠି ଲେଖିଛି, ସେଥିରେ ଲୁଚଛପା ନାହିଁ ଯେ ଏସ୍ଆର୍ କମ୍ପାନୀ ଯେତେବେଳେ ପୋସ୍କୋ କମ୍ପାନୀ ପରେ ସେକେଣ୍ଡ କମ୍ପାନୀ ହେଉଛି ଏସ୍ଆର୍। ଆଗ ପୋସ୍କୋ ଆସିଲା ସେ ଅଞ୍ଚଳରେ। ଏସ୍ଆର୍ ମୋତେ ଆସି ପଚାରିଲା ଦିନେ ଯେ ଆପଣ ଟିକେ ସାହାଯ୍ୟ କରନ୍ତୁ, ଆମେ ତ ଭଲ ଇଏ ଦେବୁ ଲୋକମାନଙ୍କୁ, ଚାଷୀମାନଙ୍କୁ, ଯେଉଁମାନଙ୍କୁ ଜମି ନେବୁ, ଆପଣ ତ ପୋସ୍କୋକୁ ଦେଲେ, ତାଠାରୁ ଭଲ ରେଟ୍ରେ ଆମେ ନେବୁ। ଯାଉନାହାନ୍ତି କଥାବାର୍ତ୍ତା ହବୁ। ସେଥିରୁ ବିଜୟ ପଟ୍ଟନାୟକ ହେଉଛନ୍ତି ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ। ମୁଁ ବିଜୟ ପଟ୍ଟନାୟକ ଟେଲିଫୋନ୍ କଲି, ସେ କହିଲେ ହଉ ଠିକ୍ ଅଛି ତାକୁ ପଠାଇ ଦିଅନ୍ତୁ। ଏମାନେ ଗଲେ, ତାର 2 ଦିନ ପରେ ଆସିଲେ ଖୁସି ହେଇକିରି ଯେ ଠିକ୍ ହେଇଗଲା, ଏମଓ ସାଇନ୍ ହେବ ବୋଲିକି। ତାପରେ ସେମାନେ ଏମଓ ସାଇନ୍ କରି ବମ୍ବେରୁ ତାଙ୍କର ଯିଏ ଆସିଥିଲେ, ଏମଓ ସାଇନ୍ ହେଲା। ଏମଓ ସାଇନ୍ ହେଲା ପରେ ମୁଁ ଲକ୍ଷ୍ୟ କଲି ସେ ତା ଗୋଟେ ଦିନ ହଠାତ୍ ସକାଳୁ ଗୋଟେ ଆଟାଚ୍ ନେଇକି ମୋ ଘରେ ପହଞ୍ଚି ମାନେ ଆସିଲେ ତାଙ୍କର ଗୋଟେ ଆଟାଚ୍ ପୁରା ଟଙ୍କା ଥିଲା? ନାଇଁ, ଟଙ୍କା ପୁରା ଅଛି କି ଅଧା ଅଛି ମୁଁ କ'ଣ ଆଟାଚ୍ ଖୋଲିଛି, ଆଟାଚ୍ ମୋ ଘରେ ଥୋଇଲେ। ଆପଣଙ୍କ ଲୋଭ ହେଲାନି ଏତେ ଟଙ୍କା ଅଛି ମୁଁ କାହିଁ? ହଁ, ମାନେ ଥୋଇଲେ, କହିଲେ ମଧ୍ୟ କହିଲେ କିଛି ମାଇଣ୍ଡ କରିବେନି, ଆମେ ପାର୍ଟି ପାଇଁକି କିଛି ଡୋନେଟ୍ କରିବା, ଆମ ସବୁ କଥା ହେଇଗଲା, ଆଉ ଆମେ ପାର୍ଟି ପାଇଁ କିଛି ଦେବା ପାଇଁ ଚାହୁଁଛୁ, ଦିଅନ୍ତୁ, ପାର୍ଟିର ଦରକାର ଥିବ ଦେଇ ଦିଅନ୍ତୁ, କିନ୍ତୁ ମୁଁ କଲେକ୍ସନ୍ କରେ ନାହିଁ, ମୋ ଜରିଆରେ ହୁଏ ନାହିଁ, ଆପଣ ଯାଆନ୍ତୁ ସିଧା ଚିଫ୍ ମିନିଷ୍ଟରଙ୍କୁ ଦେବେ। ସେ ସେଇଠୁ କହିଲେ ଚିଫ୍ ମିନିଷ୍ଟର କେମିତି ଦେବୁ ଆମେ ଜାଣିନୁ ନ୍ୟାଚୁରାଲି। ମୁଁ ସେଇଠୁ ଚିଫ୍ ମିନିଷ୍ଟରଙ୍କ ଅଫିସ୍କି ଫୋନ୍ କଲି, କି ଟିକେ ଯିବେ, ଟିକେ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ଦେବା ପାଇଁ ଚେଷ୍ଟା କରିବ। ଏଠୁ ଗଲେ, ମୋ ପାଖରୁ ଗଲେ, ମୁଁ ଯାଆନ୍ତୁ, ମୁଁ ସାମ୍ନାରେ ତ କହିଦେଲି, ଯାଆନ୍ତୁ ଏବେ ଚାଲିଯାଆନ୍ତୁ। ଯେତେବେଳେ ଯାଇକରି ପହଞ୍ଚିଲେ, ତାପରେ ଫେରିଛନ୍ତି, ତା ପରଦିନ ଫେରିଲେ, ବହୁତ ଖୁସି ହେଇଥାନ୍ତି, ଆଉ ଗୋଟେ ଫୁଲ ତୋଡ଼ା ଧରିକି ଆସିଥାନ୍ତି। ମୁଁ କହିଲି ଆଜି ପୁଣି କ'ଣ କେଉଁ? ନାଇଁ ଆପଣ ବହୁତ ଆମ ପାଇଁ କଲେ, ଆଉ ଦେଇଦେଲେ, ମୁଁ ସବୁ ଦେଇଦେଲେ, ଚିଫ୍ ମିନିଷ୍ଟରଙ୍କୁ ଦେଇଦେଲେ। ନାଇଁ, ଚିଫ୍ ମିନିଷ୍ଟର ପଠେଇଦେଲେ ଆମକୁ ପ୍ୟାରିବାବୁ, ଶହୀଦନଗର, ଟଙ୍କା ଦେବା ପାଇଁ ଓଲ୍ଡ ମ୍ୟାନ୍, ହଁ, ତାଙ୍କ ପାଖକୁ ପଠେଇଲେ। ସେ ବୁଢ଼ା ପ୍ୟାରିବାବୁଙ୍କ ଘରକୁ ପ୍ୟାରିବାବୁ ସେ ଦେଲେ। ସୋ ଇଏ ଗୋଟେ ଇନସିଡେଣ୍ଟ ଯୋଉଥିକୁ ଆପଣଙ୍କ ପାଇଁ ଟଙ୍କା ଲୋଭ ଆସିଲେ? ଟଙ୍କା ଲୋଭ ଆପଣଙ୍କ ପାଇଁ? ନାଇଁ, ଭଗବାନ କରିନାହାନ୍ତି। ମୋ ପାଖରେ ଚାହିଁଲେନି ଯେ ମୁଁ କହିଦେଉଛି ଟଙ୍କାର ଲୋଭ ଆଦୌ ନଥିଲା, କାରଣ ଯେଉଁମାନେ ମୋ ପାଖରେ କାମ କରିଛନ୍ତି ମୁଁ ମନ୍ତ୍ରୀ ସମୟରେ ସେମାନେ ଜାଣିଛନ୍ତି। ଆପଣ ଟଙ୍କା ମୁଠାଇ ନିଅନ୍ତୁ? ଜମା କେବଳ ନିର୍ବାଚନ ସମୟରେ ଯେଉଁମାନେ ପ୍ରାର୍ଥୀ, ମୋ ଯେଉଁ କ୍ୟାଣ୍ଡିଡେଟ୍ ହେଇଥାନ୍ତୁ, ଯେଉଁ ଆମର ଯେଉଁ ଏରିଆରେ ହେଇଥାଏ, ସେଇ ଏରିଆର ଲୋକମାନେ ଯଦି କିଏ କିଛି ଟଙ୍କା ଦିଅନ୍ତି, ତାହେଲେ ଆମର ଗୋଟେ ଫଣ୍ଡ ଥାଏ, ସେଠି ସେ ଦିଅନ୍ତି। ଆଉ ଖର୍ଚ୍ଚ କେମିତି କର? ସେଇଠୁ କରନ୍ତି, ସେଇଥିରୁ। ଆଉ ନବୀନ ବାବୁଙ୍କ ଟଙ୍କା ନିଅନ୍ତି? ଆସୁଛି, ସେ ପାଠ ନିଶ୍ଚୟ ଆସିବି। ଗୋଟେ ଦିନର ଘଟଣା ମୁଁ କହିଦେଉଛି। ନବୀନ ବାବୁ 2000 ମନ୍ତ୍ରୀ ଥାଏ, 2004ର ନିର୍ବାଚନ ଆସିଲା। ସେଠୁ ମୁଁ ଏମିତି ବସିଛି, ଦିନେ କହିଲେ ଜନ ବାବୁ କାହାକୁ ଦେବା, କେମିତି ପଇସା ଦେବା, ମୁଁ କୌଣସି ଆକୁ ଏକ୍ସ-MLA ଆଉ ମନ୍ତ୍ରୀମାନଙ୍କୁ ପଇସା ଦେଇପାରିବି ନାହିଁ, ସେମାନେ ତାଙ୍କର ନିଜ ନିଜର ଖର୍ଚ୍ଚ କରିବେ। ମୁଁ କହିଲି ମେ ବି ମୁଁ ବି ତା ଭିତରେ ଅଛି। ଏଠୁ ହସିଲେ, କହିଲେ ୟେସ୍, କହିଲ। ମୋ ମନ ଭିତରେ ଦୁଃଖ ହେଲା, କହିଦେଉଛି, ଅତ୍ୟନ୍ତ ଦୁଃଖ ହେଲା ଯେ ଇଏ ମୁଖ୍ୟମନ୍ତ୍ରୀ ମୋର, ତାଙ୍କ ପାଖରେ କାମ କରୁଛି, ମୁଁ ଗୋଟେ ତ ପଇସା ନିଏ ନାହିଁ, ସେ ମୋତେ ବି ପଇସା ଟିକେ ଦେବେ ନାହିଁ ବୋଲି କହିକିରି ସମସ୍ତଙ୍କ ସାଙ୍ଗେ ତୁଳନା କରିଦେଲେ। ଆଚ୍ଛା ହଉ, କହିକି ମୁଁ ଘରକୁ ଆସିଲି। ଆସିଲା ବେଳକୁ ପତିତ ପ୍ରଧାନ ବୋଲିକିରି ଜଣେ ଆମର ନେତା ଥିଲେ ସମ୍ବଲପୁରର, ସିଏ ଆସିଛନ୍ତି, ତାଙ୍କ ସାଙ୍ଗେ ଆଉ ଜଣେ ଲୋକ ଆସିଛି। ପତି ଭାଇ ସେଠୁ ମୋତେ ଭାଇ ଡାକେ, କ'ଣ ତାଙ୍କ ଶଳା ଯିଏ ମୋର ସାଙ୍ଗ, ସେଠୁ ମୁଁ ପତି ଭାଇ କ'ଣ ହେଲା? ନାଇଁ ଏମିତି ଚାଲି ଆସିଥିଲି, ଆଉ ତମ ସାଙ୍ଗେ କଥା ଅଛି। ନା, ଏ ବାବୁ ହେଉଛନ୍ତି ସମ୍ବଲପୁରର, ଆଉ ସେ ତୁମକୁ ଭାରି ଭଲ ପାଆନ୍ତି, ତାଙ୍କର କିଛି ସ୍ୱାର୍ଥ ନାହିଁ, ସେ କିଛି ତୁମକୁ ପଇସା ଦେବା ପାଇଁ ମାନେ କିଛି ସାହାଯ୍ୟ କରିବାକୁ ଆସିଛନ୍ତି। ମୋର ସାଡ଼େ ମନା ହେଇଛି, ଆଡ଼େ ଜଣେ ଆଣି ଯାଚୁଛନ୍ତି ନିର୍ବାଚନ ପାଇଁ। ମୁଁ ସେଇଠୁ ଆଉ କିଛି ନ ଭାବିକିରି ମୁଁ କହିଲି ହଉ ଦେଇଦେଲି। କେତେ ଟଙ୍କା ଥିଲା? ମୁଁ ଆଉ ଗଣି ନାହିଁ, ସେତେବେଳେ ଗଣି ନାହିଁ। ତାକୁ କହିଲି ଯେ ଆପଣ ରଖିଦିଅନ୍ତୁ, ଆମର ଆବଶ୍ୟକ ହେଲେ ଆପଣ ନେବା, ମୁଁ ଏଇ ପଇସା କାଢ଼ିବା ରଖିଥାନ୍ତୁ।
କାରଣ ଆମ ନିର୍ବାଚନରେ ଖର୍ଚ୍ଚଟ ବ୍ୟବସ୍ଥା ମୋ ଯେଉଁ ନିର୍ବାଚନ ମଣ୍ଡଳୀ ସେଠି ଭିନ୍ନ ଧରଣର। କାରଣ ସମସ୍ତ ଗାଁ ଗହଳର ଯେଉଁ ଲୋକମାନେ ସେମାନେ ବିଶେଷ ଭାବରେ ଡିମାଣ୍ଡ କରନ୍ତି ନାହିଁ ପଇସା, ଯାହା କେବଳ ପୋଷ୍ଟର ଗାଡ଼ି ଅମୁକ ସମୟରେ ଖର୍ଚ୍ଚ ହେବ ଏବଂ ଗାଁ ଗହଳର ପିଲାମାନେ ମଧ୍ୟ ସେ ତାଙ୍କର କଲେକ୍ସନ୍ କରିକିରି କରନ୍ତି।